ଯେତେବେଳେ ଭଦ୍ରାଣୀ ପ୍ରଥମେ ବାହାରିଲା ସମସ୍ତେ କମେଣ୍ଟ ଦେଲେ କପି ବାଜୁନି, ସାଉଣ୍ଡ ହଉନି, ଇଏ ହଉନି, ଲାଇଟ୍ ଅଛି, ଚଲେଇ ପାରୁନାହାନ୍ତି, ସବୁ ଜିନିଷ ଅଛି। ତ ଯଦି ସେଇ ସମୟ ମୁଁ ପେସେନ୍ସ ହାରି ଦେଇଥାନ୍ତି ଆଜିକା ଡେଟ୍ରେ ଭଦ୍ରାଣୀ ଦିନକୁ ଦିନ ଗ୍ରୋ କରିନଥାନ୍ତି। ତ ମୁଁ ପ୍ରଥମେ କହିବି ତମେ ପଇସା ଇନଭେଷ୍ଟ କରୁଛ ଠିକ ଅଛି, ଯାହା ବି ପଇସା ଇନଭେଷ୍ଟ କର। ଆଜିକା ଡେଟ୍ରେ 10 ଲକ୍ଷରେ ସାଉଣ୍ଡ ସିଷ୍ଟମ ହଉଛି, 10 କୋଟି ବି ଲାଗିବ ଗୋଟେ ସାଉଣ୍ଡ ସିଷ୍ଟମ କରିବାକୁ। ପ୍ରଥମ ଜିନିଷ ତମ ମାଇଣ୍ଡର ତମେ ପେସେନ୍ସ ରଖ, ଧୀରେ ଧୀରେ ସବୁ ଜିନିଷ ହୁଏ। ଦ୍ୱିତୀୟ ଜିନିଷ, ବାଇ ଡକୁମେଣ୍ଟାରୀ ତମେ ସବୁ ଓକେ କର। ଆପଣ ସମସ୍ତେ ଜାଣିଥିବେ ଆମେ ଗୋଟେ ସଂସ୍ଥା କରିବାକୁ ହେଲେ ତାକୁ ରେଜିଷ୍ଟ୍ରେସନ କରିବା ପାଇଁ ପଡ଼ିବ। ଟ୍ରେଡମାର୍କ ରେଜିଷ୍ଟ୍ରେସନ କରନ୍ତୁ, ISO ରେଜିଷ୍ଟ୍ରେସନ କରନ୍ତୁ, ଆପଣଙ୍କର ଲିମିଟର ରେଜିଷ୍ଟ୍ରେସନ କରନ୍ତୁ, ସବୁ ଜିନିଷ ଆପଣ କରନ୍ତୁ। କାହିଁକିନା କାଲିକା ଡେଟ୍ରେ ଆପଣ କେହି ଯେମିତି ପ୍ରୋବ୍ଲେମରେ ନ ପକେଇ ପାରନ୍ତୁ। କାହିଁକିନା ଦେଖନ୍ତୁ, ଆମେ ଗୋଟେ ସଂସ୍ଥା କଲେ ସରକାରକୁ ଆମକୁ ଟ୍ୟାକ୍ସ ଦେବାକୁ ପଡ଼ିବ। ଆମେ ଗୋଟେ ସଂସ୍ଥା କଲେ ସାଉଣ୍ଡ ଲିମିଟର କାହିଁକି ରଖିବା ନା, ଆମ ପାଖରେ ଯଦି ସାଉଣ୍ଡ ଲିମିଟର ଥିବ, ଆମ ଲିମିଟର ଲାଇସେନ୍ସ ଥିବ, ଆମେ ଭଲ ଭଲ ଏରିଆ, କମିଶନରେଟ ଏରିଆ କି ଆମର ଟାଉନ ଏରିଆ ଯୋଉଠି କି SP DSP ଆମର ଯୋଉ ଜାଗାରେ ପରମିଶନ ଆସୁଛି, ଆମକୁ ପରମିଶନ ଇଜିରେ ମିଳିଯିବ। ଆଉ କାଲିକା ଡେଟ୍ରେ ଆମର କିଛି ଯଦି ପ୍ରୋବ୍ଲେମ ହେଲା, ଆମ ସାଉଣ୍ଡ ଲିମିଟର ଆମକୁ ସପୋର୍ଟ କରିବ, ସରକାର ଆମକୁ ସପୋର୍ଟ କରିବେ। ତ ସେମିତି ଆମକୁ ସଂସ୍ଥାଟା ତିଆରି କରିବା ପାଇଁ ପଡ଼ିବ।